କିନ୍ତୁ ଭଣ୍ଡାରୀ ପୋଖରୀ, ଧାମନଗର ଏବଂ ଚାନ୍ଦବାଲି ବୈତରଣୀ ବାମ ପାର୍ଶ୍ୱର ବନ୍ଧ ସୁଦୃଢ଼ୀକରଣ ଏବଂ ତା ଉପରେ ରାସ୍ତା ନିର୍ମାଣ ଏବଂ ତା ସହିତ କୋଚିଳା ବ୍ୟାରେଜ ଏବଂ ଅନ୍ୟାନ୍ୟ ଯେଉଁ ପ୍ରୋଜେକ୍ଟ ସବୁ ଅଛି ବୈତରଣୀରେ ତାକୁ ଆଜି 5Tର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭିକେ ପାଣ୍ଡିଆନ ମହୋଦୟ ତାକୁ ଦେଖିବାକୁ ଆସିଛନ୍ତି। ବହୁତ ଦିନ ତଳେ ସେମାନେ ଆସିଥିଲେ ଧାମନଗର, ଭଣ୍ଡାରୀ ପୋଖରୀ, ଚାନ୍ଦବାଲି, ଯେଠି ଲୋକମାନଙ୍କର ଡିମାଣ୍ଡ ଥିଲା ଏବଂ ସେଟା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ଏବଂ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ এই ପ୍ରୋଜେକ୍ଟକୁ ସାଂସନ କରିଛନ୍ତି। ପାଖାପାଖି ଟୋଟାଲ ପ୍ରୋଜେକ୍ଟ 700 କୋଟି ଟଙ୍କା ହବ ଯଦି ସବୁ ପ୍ରୋଜେକ୍ଟକୁ ମିଶାଯାଏ। ତେଣୁ ଏ ବହୁ ଦିନର ଦାବି ପୂରଣ ହେଉଛି, ଲୋକମାନେ ଖୁସି ଅଛନ୍ତି। ରାସ୍ତାରେ ହଜାର ହଜାର ଲୋକ ଅପେକ୍ଷା କରିଛନ୍ତି ଏବଂ ଗୋଟେ ବଡ଼ ସଭାକୁ ମଧ୍ୟ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ତ ମୁଁ କହିବି ଓଭରଅଲ୍ ଯେ ଆଜି ଗୋଟେ ଆମ ପାଇଁ ଖୁସିର ଦିନ। ଉଭୟ ଭଣ୍ଡାରୀ ପୋଖରୀ, ଧାମନଗର ଏବଂ ଚାନ୍ଦବାଲି ସମସ୍ତେ ବହୁତ ଦିନରୁ ଏଇ ଦାବି କରି ଆସୁଥିଲେ। ତେଣୁ ଏ ଦାବି ପୂରଣ ହେଲା ଫଳରେ ବନ୍ୟା ନିୟନ୍ତ୍ରଣଠୁ ଆରମ୍ଭ କରି ପାନୀୟ ଜଳ ଯୋଗାଣଠୁ ଆରମ୍ଭ କରି ବିଭିନ୍ନ ସମସ୍ୟାର ସମାଧାନ ହେବାକୁ ଯାଉଛି। ଦେଖନ୍ତୁ, ଆଜି ଯେଉଁ 5T ଚେୟାରମ୍ୟାନ୍ ଆସୁଛନ୍ତି, ଏକ ଖୁସିର ଦିନ। ଆଜି ଭଣ୍ଡାରୀ ପୋଖରୀ, ଭଦ୍ରକ ଏବଂ ଚାନ୍ଦବାଲି, ଭଣ୍ଡାରୀ ପୋଖରୀ, ଧାମନଗର ଏବଂ ଚାନ୍ଦବାଲି ନିର୍ବାଚନର ଏହି ଖୁସିର ଖବର। ଏଇ ଯେଉଁ ବନ୍ଧଟି ଦେଖୁଛନ୍ତି ଆଖୁଆପଦରୁ ଆସିଛି, ଏ ସମ୍ପୂର୍ଣ୍ଣ ରୋଡ଼ଟି ଆପଣଙ୍କର ପିଚୁ ହେବ ଏବଂ ସବୁ ଏସ୍କେପ୍ ପାଖରେ ତାକୁ ଆମର ବ୍ରିଜ୍ ହେଇକି ଏଗୁଡ଼ା ଥ୍ରୁ ହେବ। ଯେ ବନ୍ୟା ବେଳେ କଟଅଫ୍ ହେଇଯାଉଛି, ଆଉ କଟଅଫ୍ ହେବ ନାହିଁ। ଆଜି ଆପଣମାନେ ଦେଖିବେ, ସେଇ ପ୍ରକଳ୍ପ ସାର୍ ନିଜେ ମୁହଁରୁ କହିବେ, ଆପଣମାନେ ଶୁଣିବେ। କିନ୍ତୁ ବୈତରଣୀ ବାମ ପାର୍ଶ୍ୱ ନଦୀବନ୍ଧର ଉନ୍ନତିକରଣ ସହିତ ଜଳସେଚନ ଏବଂ ଜଳ ନିଷ୍କାସନ ପାଇଁ ସ୍ଥାୟୀ ପ୍ରତିକାର କରିବା ପାଇଁ ଆଜି 5Tର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭି କାର୍ତ୍ତିକ ପାଣ୍ଡିଆନ ଆସୁଛନ୍ତି। କ୍ଷେତ୍ର ପରିଦର୍ଶନ କରିବେ ଏବଂ ଜନସାଧାରଣ ସହିତ ଆଲୋଚନା କରିବେ ଏବଂ ମୁଁ ଆଶା କରୁଛି ଦୀର୍ଘ ସ୍ୱାଧୀନତାର 77 ବର୍ଷ ପରେ ଏ ସମସ୍ୟାର ଗୋଟେ ସ୍ଥାୟୀ ସମାଧାନ ହେବାକୁ ଯାଉଛି। ଲୋକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି ଏବଂ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ କାମ କେମିତି ଆରମ୍ଭ ହେବ, ଶେଷ ହେବ, ତା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ଏବଂ ସରକାର ଆସିଛି, ସରକାର ଯାଇଛି, ନେତା ଆସିଛନ୍ତି, ନେତା ଯାଇଛନ୍ତି, କିନ୍ତୁ ଆଜି ପ୍ରଥମ କରି 5Tର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆସୁଛନ୍ତି, କ୍ଷେତ୍ର ପରିଦର୍ଶନ କରିବେ ଏବଂ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବେ।